ସାର୍ ମୋ ନାଁ ପବିତ୍ର ମୋହନ ପାତ୍ର, ସ୍ୱେଚ୍ଛାସେବୀ ଜୟପୁର। ସାର୍ ୟା ଆଗରୁ ଅନେକ ଥର ଅନେକ ଦୁର୍ଘଟଣା ହେଇଛି। ଗତକାଲି ବି ଆପଣ ଦେଖିଥିବେ ଖ୍ରୀଷ୍ଟିଆନ ରୋଡରେ ଗୋଟେ ହେଇଥିଲା। ଆଜି ମଧ୍ୟ ଏଇ ଲକ୍ଷ୍ମୀଗୁଣ୍ଡା ଛକରେ ଗୋଟେ କାର ଆଉ ବାଇକ୍ ଭିତରେ ଦୁର୍ଘଟଣା ହେଇଛି। ପ୍ରତ୍ୟେକ ଦିନ ଏଠି ଦୁର୍ଘଟଣା ହେଉଛି ସାର୍, ଏଭ୍ରି ଟାଇମ୍। ଆପଣ ଆପଣ ଚାଲିକି ଯାଇପାରିବେନି, ଏତେ ମାନେ ଭୟଭୀତ ଅବସ୍ଥାରେ ଆମେ ଯା ଆସ କରୁଛୁ। ମୁଁ ବସ୍ ମାଲିକ ଜଣେ, ମୁଁ ଯାଇପାରୁନି, ବସଷ୍ଟାଣ୍ଡ ଯାଇପାରୁନି, ଏତେ ମାନେ ଭୟଭୀତ ଅବସ୍ଥାରେ ଆମେ ଅଛୁ। ମାନେ କଣ ମାନେ ଏଇ ଯୋଉ ଛକଟା ରହିଲା କୋଉଠୁ କୋଉଠୁ ସବୁ ଗାଡି ଆସୁଛି କୋଉ ରାସ୍ତା କନେକ୍ଟ ହଉଛି? ଏଇଟା ଆସୁଛି ଆମର ବରିଗୁମାରୁ ଆସୁଛି, ଇଆଡେ କୋରାପୁଟରୁ ଆସୁଛି, ସିଆଡେ ଜୟନଗର ଆଡରୁ ଆସୁଛି, ବାଲିଆ ଆଡରୁ ଆସୁଛି, କାଳିଗାଁ ପେପର ପେପର ମିଲ୍ ଆଡର ରାସ୍ତା, ଗାଗନାପୁର ଆଡରୁ ଆସୁଛି। ସବୁ ଆଡରୁ ଏଠି କନେକ୍ଟ ହେଇଯାଉଛି, ମିଳିଯାଉଛି। ତେଣୁ ଏଠି ଟ୍ରାଫିକ ସିଗ୍ନାଲ ଆଉ ଟ୍ରାଫିକ ପୋଲିସର ନିହାତି ଆବଶ୍ୟକତା। ଏହା ପୂର୍ବରୁ ମଧ୍ୟ ମୁଁ ସବ୍ କଲେକ୍ଟରଙ୍କୁ ଲିଖିତ ଆକାରରେ ଜଣେଇଥିଲୁ, କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହାନ୍ତି। ଧନଜୀବନ ନଷ୍ଟ ହେଲେ ସରକାର ଚେତିବେ ବୋଧେ ଆଉ। ପୂର୍ବରୁ ଯୋଉ ଗୋଟେ ସପୋର୍ଟ ଥିଲେ ସେ ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଗୋଟେ ପୋଲିସକୁ ନିଯୁକ୍ତି କରା ଦିଆଯାଉ ଜଣକୁ ମାନେ ଠିଆ କରାଉଥିଲେ କାହିଁ ଆଜିକାଲି ତାର ଦେଖୁନାହାନ୍ତି। ଆମର ସୋସାଇଟି ମ୍ୟାଡାମ ଯେତେବେଳେ ଥିଲେ ଆମେ ଯାଇକିନା ଗୁହାରି କରିଥିଲୁ, ସେତେବେଳେ ସେ ଟ୍ରାଫିକ ପୋଲିସ ଗୋଟେ ପୋଷ୍ଟ କରିଥିଲେ, ସେ ରହୁଥିଲେ। କିନ୍ତୁ ବର୍ତ୍ତମାନ ଦେଖନ୍ତୁ ଏତେ ଦୈବ ଦୁର୍ଘଟଣା ଏଠି ହେଉଛି, ତଥାପି କୌଣସି ପ୍ରଶାସନର ଚେତା ପଶୁନାହିଁ ସାର୍। ସେମାନଙ୍କୁ ନିବେଦନ କରୁଛୁ ଆମେ ଜୟପୁର ବାସିନ୍ଦା ହିସାବରେ, ଟ୍ରାଫିକର ବ୍ୟବସ୍ଥା ଜଲ୍ଦିରୁ ଜଲ୍ଦି କରନ୍ତୁ। ମାନେ ଟ୍ରାଫିକ ପୋଷ୍ଟ ଗୋଟେ ରହିବା ଦରକାର, ଟ୍ରାଫିକ ପୋଷ୍ଟ, ଟ୍ରାଫିକ ସିଗ୍ନାଲ। ଆଉ ତ ସବୁଠୁ ଦୁଃଖର ବିଷୟ ସାର୍, ରାତିରେ ଏଇଠି ଲାଇଟ୍ ଜଳୁନାହିଁ। ହାଇମାକ୍ସ ଲାଇଟ୍ ଅଛି, ଲାଇଟ୍ ଜଳୁନି, ବିଲକୁଲ କରେଣ୍ଟ ନାହିଁ, ଅନ୍ଧାର। ଆପଣ ଯାଞ୍ଚ କରିବେ କେମିତି?